କହିଲେ ହେବ ନାହିଁ, ହବ ନାହିଁ। କଣ ହେଇଛି ସେଟା? ଯେତିକି ବାକ୍ୟ କହିଲେ କଣ ହେବ? ଆମ ହୃଦୟ ତ ସବୁ ଉଲ୍ଟା ହେଇଯାଇଛି। ଆଉ କେତେ କଲେ କଣ ହେବ? ସବୁ ଉଲ୍ଟା ହେବାର କେତେ ବାକ୍ୟ କହିଲେ ଭିତରେ କଲେ ମତେ ନାହିଁ। ଏଥିରେ ବାକ୍ୟରେ ଅଛି, କଥାରେ ଅଛି, ତତେ ମାଗୁଛୁ ମାଟେ ସଦର ପୁରା କାଟେ ମୁଇଁ ଆକା କିଏ ନାହିଁ। କେତେ କହିବାର ଆଜ୍ଞା ମାନେ କେତେ କହି ଯାଇଥିବେ, ସବୁ କହି ହାଲେ ଯାଇଥିବେ, ତତେ ମାଗୁଛୁ ମାଟେ ଆଜ୍ଞା ସଦର ପୁରା କାଟେ ମୁଇଁ ଆକା କିଏ ନାହିଁ ବୋଲବା। ମିଡିଆ ମାନେ କହିବେ ପକା କିଛି ଧନ୍ଦା ନାହିଁ, ଖାଲି ଢାକା କରୁଥିବ, ସେ ଢାକା କରୁଥିବ, ସେ କହିବରେ ତାର କହିବା ଲାଗେ କହିବା ଆମେ ଛାଡ଼ିଦେବା ବୋଲି କହୁଛି। ଜାଗ୍ରତ ସାବଧାନ ହେବା ଦରକାର। ଆମେ ମାନେ ପ୍ରଭୁଙ୍କ ଲୋକମାନେ ତାମାନେ ସାବଧାନ ଦରକାର। ଏଥିପାଇଁ ପ୍ରଭୁ ଏଟା ଲେଖା ଅଛି, ତୁମେ ନିକଟବର୍ତ୍ତୀ। ସେ ପ୍ରଭୁ ଏଥିପାଇଁ ଲେଖା, ହେ ପାପୀ ମାନେ ତୁମମାନଙ୍କର ହସ୍ତକୁ କଣ କର? ଶୁଚି କର। ତାପରେ ପୁଣି ଦିମଣା ମାନେ କଣ କର? ହୃଦୟକୁ କଣ କର? ଦି ପ୍ରକାର। ଏଥିପାଇଁ ମୁଁ କହିଲି ଦି ପ୍ରକାର ଲୋକ ମାନିଲେ ଦିମଣା ଲୋକ ଆଶୀର୍ବାଦ ଅଛି। ଆଉ ଆସିଥିଲା ସପ୍ତାହ ଭିତରେ ଉପବାସ କରିଥିଲା, ହେଲା ଦିଥର ଉପବାସ କରିବା ଲୋକ ହେବନି। फास्टिंग କରୁଥିଲା ପୁରା, ଉପବାସ କରିବା ଲୋକ ଧାର୍ମିକ ହେବେ ନା? ଧାନ ଦକ୍ଷିଣ ଦଶମାଂଶ ଦେଉଛି ସବୁ ଇଏ, କିନ୍ତୁ ପ୍ରଭୁଙ୍କ ପାଖ ଆସିଲା ବେଳକୁ କଣ ହଉଛି? ଧାର୍ମିକ ସେ ଲୋକ ନାହିଁ, ବରଂ ଏ ଲୋକ ଦି ପ୍ରକାର ଲୋକ ଗୀର୍ଜା ଆସୁନାହାନ୍ତି। ନିନ୍ଦା କରୁଛନ୍ତି, ଆଉ ସେ କହୁଛି ତାପରେ ନାହିଁ ପ୍ରଭୁ ମୁଇଁ ଟିକେ ଅଲଗା ଆଉ ଲୋକ ଏମିତି ଆମେ ଯଦି କରୁଛୁ ସାବଧାନ। ବେଳେବେଳେ ଆମେ ପ୍ରାର୍ଥନା ଆମେ ପ୍ରଭୁଙ୍କ ପାଖକୁ ଆସିଛୁ ବୋଲି କହୁଛୁ। ପ୍ରଭୁ ଗୁଡାକ ଲେଖା ଅଛି, ପ୍ରଭୁଙ୍କ ନିକଟବର୍ତ୍ତୀ ହୋ, ସେ ତୁମର ନିକଟବର୍ତ୍ତୀ ହେବେ। ପୁରୀ ଲେଖା ଅଛି, ଫେର ଶୁଣିତ ଆମେ ପ୍ରଭୁଙ୍କ ଚରଣ ତଳେ ଆସିବା ଦରକାର। ଖାଲି ରବିବାର ଦିନ ଆସିଲେ ହେବ ନାହିଁ ମୋର ପ୍ରିୟ ଲୋକମାନେ। ପ୍ରତି ସମୟ ପ୍ରତି ମିନିଟ ଆମେ ପ୍ରଭୁଙ୍କ ସବକୁ ଆସିବା। ଖାଲି ଗିର୍ଜା ଘରେ ରବିବାର ଦିନ ସପ୍ତାହ ଥରେ ଆସିଲେ ହେବ ନାହିଁ। ଆମର ଫ୍ୟାମିଲି ପ୍ରାର୍ଥନା ଥିବାର ଅଛି, ଆମେ ଘରେ ପ୍ରାର୍ଥନା ଥିବାର ଅଛି, ଆମେ ଆଣ୍ଠୁ ପକାଇବାର ଅଛି, ଆମେ ପ୍ରଭୁଠାରେ କାନ୍ଦିବାର ଅଛି। ମୋର ପ୍ରିୟ ଲୋକମାନେ, ତେବେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ଆମେ ଲୋକ 19 ପର୍ବରେ ଦେଖୁଛୁ, ଯଜ୍ଞ ନାମକ ପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ ଖୋଜି 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 ଗଲେ ପ୍ରଭୁଙ୍କୁ ଖୋଜୁଛନ୍ତି, ପ୍ରଭୁ ତାର ନିକଟବର୍ତ୍ତୀ ହେଉଛନ୍ତି। 19 ଅଧ୍ୟାୟରେ ତାର 5 ପଦ ପଢ। ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାଲି ତାଙ୍କୁ କହିଲେ, ଶୀଘ୍ର ଓହ୍ଲାଇ ଆସ, ତମେ ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ଅବଶ୍ୟ ତୁମ ଘରେ ରହିବାକୁ ହେବ। ଏଠାରେ ଯଜ୍ଞ କୋଉଠି ଚାଲୁଛନ୍ତି? ଗୋଟେ ଗଛରେ ଅଛନ୍ତି। ଇଏ ଆଗରୁ କଣ କରୁଛନ୍ତି? ପ୍ରଭୁଙ୍କ ନିକଟକୁ ସେଲେକ୍ଟ ହେଇଯାଇଛନ୍ତି, ପ୍ରଭୁଙ୍କୁ ଖୋଜୁଛନ୍ତି, ଆଉ ପ୍ରଭୁଙ୍କ ଚରଣରେ ଆସିଛନ୍ତି କିଏ? ଆଉ ପ୍ରଭୁ ଜାଣିଦେଲେ, ଇଏ ମୋର ନିକଟବର୍ତ୍ତୀ। ଆଉ ପ୍ରଭୁ କହିଲେ, ମୁଁ ତାଙ୍କର ନିକଟବର୍ତ୍ତୀ। ପ୍ରଭୁ ତାଙ୍କ ପାଖକୁ ଯାଇକି ଯଜ୍ଞ କହିଲେ, ଯଜ୍ଞ ତୁମେ ଜଲ୍ଦି ଓହ୍ଲାଇ ଆସ, ଅବଶ୍ୟ ଆଜି ତୁମ ଘରେ ରହିବି। ଯଦି ଆମ ଘରେ ରହିବେ, ଘର କେମିତି ଥିବାର ଅଛି? ଏବେ ଗୋଟେ ଗେଷ୍ଟ ଆସିବେ, ଗେଷ୍ଟ ଗୋଟେ ଘରକୁ ଆସୁଛନ୍ତି, କେମିତି ଥିବାର ଅଛି ସେ ଘର? ସେ ମା କେମିତି କରିବେ? ସେ ଘର ଯାକ ଲାଗିଯିବ, ପୁଛା ପୁଛି। କାହିଁକି? ଆଜି ଆମ ଘରେ ଜଣେ ଆସିଛନ୍ତି, ଗେଷ୍ଟ ଆସୁଛନ୍ତି। ଗୋଟେ ଗେଷ୍ଟ ଆସିଲା ମାନେ ଘର ଲିପା ପୁଛା ଚାଲିବ। ବେଳେ ଗୋଟେ ପରେ ଏମିତି ଭାରି ଘର ତ କରିଦେଇଛୁ ଆମେ, ଆସିଛୁ ବୋଲିକି ସେ ଘର ଲିପା ପୁଛା ସରି ନାହିଁ ସିନା, ଚାଲିଛି ତ ଚାଲିଛି। ଆଉ ଫିନାଲରେ ଧଉଛନ୍ତି, ଘର ଧଉଛନ୍ତି। ସରୁ ନାହିଁ। ଗୋଟାରେ ଠିଆ କରିକି ଟିକେ
ଏବଂ ତ ଆଜ୍ଞା ଘଟି ବୁଝୁ ଆଜ୍ଞା ହାଲି ଆଇଲୁ ବୁଝଲା ପରେ ଭଲଥିବ ଭଲଥିଲେ ତ କହିଥାନ୍ତି କି ମୁଁ ଏବେ ଭଲଥିଲେ କହିଥାନ୍ତି ତ ପ୍ରଭୁ ଅଲରେଡି ଜଗର ହୃଦୟ ସମ୍ପୂର୍ଣ୍ଣ ଭାବରେ ସଫା ହେଇଯାଇଛି ନିର୍ମଳ ହେଇଯାଇଛି ନିର୍ଦୋଷ ହେଇଯାଇଛି ଜଗର ସବୁ ପାପ ଛାଡ଼ି ଦେଇଛନ୍ତି ଛାଡ଼ିଲା ପରେ ପରମେଶ୍ୱର ଦେଖିଲେ ଆଉ ତା ପାଖରେ ଅନ୍ୟାୟ ନାହିଁ ତା ପାଖରେ କପଟ ନାହିଁ ତା ପାଖରେ ହିଂସା ନାହିଁ ତା ପାଖରେ କ୍ରୋଧ ନାହିଁ ସମ୍ପୂର୍ଣ୍ଣ ଜଗର ବଦଳି ଯାଇଛନ୍ତି ଏବେ ପରମେଶ୍ୱର ଦେଖିଲେ ଜଗ ତୁମେ ଶୀଘ୍ର ବୋଲେ ଆସ ଅବଶ୍ୟ ଆଜି ତୁମ ଘରେ ରହିବି ପରମେଶ୍ୱର ଆମ ହୃଦୟରେ ରହିବାକୁ ଚାହୁଁଛନ୍ତି ଘରର ତ ଆମ ହୃଦୟ ଯଦି ସଫା ଅଛି ପ୍ରଭୁ ଆସିଯିବେ କେତେ ଭଲ ନା ଜଗ କପଟ ହେଲେ ଅନ୍ୟାୟ ଆଣିଥିଲେ ତାକୁ ଫେରାଇ ଦେଲେ ଆମେ ଗୋଟେ ଘୃଣା ଆଣିଥିବୁ ପରିଷ୍କାର ଘର ଲୋକ ଫେରେଇବାକୁ ହେତୁ ନାହିଁ ଆମର ପରିଷ୍କାର ଘର ବାଇଗଣ ଚୋରି କରି ଆଣୁଛୁ ଯୋଗ୍ୟ ଯାହା ଚୋରି କରିଥିଲେ ତାହା କଣ କରିଦେଲେ ଦୁଇ ଗୁଣ ଫେରାଇ ଦେଲେ କେବେ ହେବ ଫେରାଇ ଦେବାଟା କେବେ ହେବ ଆମେ ଫେରାଉନ ଆମେ ଫେରାଇନୁ ପାସିରି ଯାଉ ପୁଣି ପାସିରି ଯାଉ ପୁଣି ପାସିରି ଯାଉ ପୁଣି ପାସିରି ଯାଉ ପୁଣି ବୋଲି କହୁଛୁ ପାସିରି ଯାଉ ମୋତେ ଲାଗି ନା ମାଗୁନି ଏବେ ଆମ ଘରେ ଆମର ଏବେ ମୁଁ ଏକଲା ରହୁଛି ପିଲାମାନଙ୍କ ସହିତ ରହୁଛି ମୋ ସ୍ତ୍ରୀ ଖରାପ ହେଲାଠାରୁ ଚାଲିଗଲାଠାରେ ଏବେ ମୋତେ ଗିନା ମାଗିଲେ ମୁଁ ପାସିରି ଯିବା ଲୋକ ପାସିରି ଯାଉଛ ଭଲ ହେଲା ମାଗୁନାହାନ୍ତି ମୁଁ ଗିନା କୁଆଡେ ଗଲା ବୋଲି ଆମେ ଗିନାରେ ଏତେ ଭଲ ଖାଉନୁ ତରକାରୀ ପ୍ରକାର ଆମେ ସବୁ ମିକ୍ସ କରିକି ସବୁ ଚୋକଡ଼ା ଚୋକଡ଼ି ଖାଇବୁ ଆମେ ଗିନା ଏତେ ୟୁଜ ନାହିଁ କେତେବେଳେ ଦରକାର ବେଳେ କେହି ଗେଷ୍ଟ ଆସିବେ ଗିନା ଦରକାର ହେବ ସେତେବେଳେ ଖୁଜିଲା ବେଳେ ଖୁସିରେ ମାଗି ଆମର ମା ମାନେ ଦେବେ ଆକା ନାହିଁ मी मागू दिसा नाही हालेलुया प्रेज द लॉर्ड प्रभु नामରେ ଧନ୍ୟବାଦ ମୋର ପ୍ରିୟ ଲୋକମାନେ ବେଳେ ବେଳେ ପେସେଣ୍ଟ ନାହିଁ କି ରୋଗୀ ମାନଙ୍କୁ ନେଇକି ଆସନ୍ତି ଆମ ପାଖକୁ ସମସ୍ତେ ଖାଇବାକୁ ଦେବା ଖୋଜିଲା ବେଳକୁ ନଥିବ ସେମିତି ଏମିତି ମୁସ୍କା ଲୋକମାନେ ଭଲ ହେଲା ଭଲ ଗିନା ବୋଲେ ଲୁପ ଲାଗିବ ଟିକେ ଲୁପ ଲାଗିବ ନାହିଁ କି ଦାମ ଆପଣ ଦାମ ଆଣିଥିବେ କେମିତି ଥିବ ଯେ ଆମ ଘରେ ଥିଲେ ଆମେ ଦେଖେଇବା ଆମେ କିଣିଥିଲୁ ବୋଲବାଟା କି ଲୋକ ମଧ୍ୟ ଅଛନ୍ତି କିନ୍ତୁ ହୃଦୟ ସଫାରେ ପ୍ରଭୁ ତାଙ୍କର ନିକଟବର୍ତ୍ତୀ କି ନାଇଁ ଆଉ ସେମାନେ ପ୍ରଭୁଙ୍କ ନିକଟକୁ ଯାଇଛନ୍ତି କି ଆଜ୍ଞା ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ଅଛି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଲୋକ ନାଶ ପକେଟ ଧର୍ମ କି ଧର୍ମ ପୁଡ଼ିଆ ଧର୍ମ କି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଲୋକ ଯଜ୍ଞ ପାଖରେ ଥିଲା ପୁଡ଼ିଆ ଯଜ୍ଞ ପାଖରେ ଥିଲା ଅହଂକାର ଯଜ୍ଞ ମଧ୍ୟ ପୁଡ଼ିଆ ଖାଉଥିଲେ ଜାଣିଛନ୍ତି ନାଶ କରୁଥିଲା ଆମର ପୁଡ଼ିଆ ଯଜ୍ଞ ପାଖରେ ଆଉ ନାହିଁ ସବୁ ଛାଡ଼ିଦେଲା ସବୁ ଛାଡ଼ିଦେଲା ସବୁ ପରିତ୍ୟାଗ କରି ଯାଇଛନ୍ତି ଆଉ ନିର୍ମଳ ଦେଖିଲେ ପ୍ରଭୁ ଆଙ୍କ ଘରେ ରହିଲେ ଭଲ ସବୁ ବଦଳିଗଲା ଆମକୁ ଘରେ କେବେ ଆଇଲେ ପ୍ରଭୁ ହାଲେଲୁୟା ପ୍ରେଜ ଦ ଲର୍ଡ ପ୍ରଭୁଙ୍କ ନାମରେ ଧନ୍ୟବାଦ ଆମର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଭୁ ଆମ ଘରେ ଆସିବାର ଅଛି ତେବେ ଆମେ ସବୁ ପ୍ରଭୁ ନ ଆସିଲେ ଝଗଡ଼ା ହେବାଟା ହେବ ଆମ ଘରେ ଆମ ସ୍ତ୍ରୀ ଥିଲା ବେଳେ ଆମେ ଗୋଟେ ଥର ଝଗଡ଼ା ହେଇଛୁ ଭୁଲ ବସ୍ତରେ ଝଗଡ଼ା ହେଇଛୁ ସେଟା ଆମେ ସାର୍ ଗୋଟେ ବାରରେ ଗୋଟେ ଏମିତି ଗୋଟେ ସାବଳ ଥିଲା ଭୁଲ ବସ୍ତରେ ବାଜିଗଲା ବୋଲୁଛୁ କି ମୁଣ୍ଡ ଭୁଲରେ ବାଜିଗଲା ସେମାନେ ଗେଲି ଯାଇ ସାରା ହେଇଗଲା ମୁଁ ଜଷ୍ଟ ଏମିତି କହିଲି କରିଦେଲି ଆଜ୍ଞା କାମ ତ ବାଜିଗଲା ତାପରେ କଣ ସ୍ତ୍ରୀ ଲୋକ ଟିକେ ଜାଣିଛନ୍ତି ଗୋଟେ କଥା ଦିଟା ହେଇଗଲା ଆମ ଶ୍ୱଶୁର ଲାଇକ୍ କହିଲେ ଆମ ଶ୍ୱଶୁର ମାନଙ୍କୁ କହିଲେ ତମର ଦୁଇ ମତେ ପିଟିଲା ତମର ଦୁଇ ମତେ ପିଟିଲା ଆମର ଦୁଇ ତ କେବେ ପିଟିବ ଆମ ଶ୍ୱଶୁର ମାନେ କହିଲେ ଆମର ଦୁଇ କେବେ ପିଟିବ ତମେ ଭଲରେ ଜାଣିଛ ଆମର ଶଳା ମାନଙ୍କୁ କହିଲେ ଶଳା ମାନଙ୍କୁ ଆମର ଘରଟା କହିଲା ଆଜ୍ଞା ଆରେ ତୋର ଦୁଇ ମତେ ପିଟିଲା ଆମର ଦୁଇ ତ ପିଟିବାଟା ଭୁଲ ବସ୍ତରେ ଟିକେ ଏମିତି କଥା ବାଜିଗଲା ଏଇଟା ଏଡ଼େ ବଡ଼ କଥା ହେଇଗଲା କିନ୍ତୁ ପ୍ରଭୁ ଜାଣୁଛନ୍ତି
से गुटे तो तुम सिलेंडर ही जेबे आओ केबे नमस्कार मान करते केबे विचार किछ हमर लोग मन तो लागी दिबे मोटे दिना पाई ग्राडी दिना पाई होली दिना पाई दिना पाई बेटा काहे रे बेटा थोई तुई साजी ने जो भोला का काम साजी ने जो कना बोल खाम साजी ने जो यानी होली दिना काई ग्राडी दिना काई मोटी दिना काई आबे दिना काई बोले बाग आसे खाली तुम सब दाला बालू आ खाजले तुम सब दाला बस्ता पर इनो वाला रे कुछ नहीं तो हम सब बेटा के नहीं ना काम लो करे अभी साहब नहीं तीरा वो कुछ ही मालूम है गुड़े गुड़े की है सेफ्टी से 70 शब्द सिद्धि से दिन तरवंडरा इतना जाने दे कोई भी नहीं गुडा गाली করছি আমরা তো মাইকিনা গালি করছি মূল বস্তরে সেদিন সে টেনশনে ଥିଲା আমাদের গাড়ি স্টেট হয়ে গেল গাড়ি জুড়ে মরি গলা রাস্তায় কাঁদুছি আর দেখুছি পাখো তোড়িসা লোক জানো না তো ये দেখতে কা কাঁদুছি আর মনে রাখি দেলি আর एक ମୁଁ ତ ଡାଇରେକ୍ଟ ପ୍ଲେ ଦେଲି तो कांदा ना मार बेकार कांदुची काहे अभिशाप अनुराग देखिए अबे कांदरे ओ बेले बेले हम अभिशाप अनुराग लागी जानिछ ना नहीं जानिछ कि नहीं पिला मान को विसा ना माने एते बड़ सुंदर सुंदर पिला मान को पाइतिबे ताको बिला छाड़ दे पिला मान को मत छाड़ दे तोर बापा तोर बापा जेमती खरा तू भी सेमती बोले हे बोलो कोई बात बापा माने से पिला से के जा रे ये जा पुड़िया के जा दुकान को जा ओ पुड़िया नास खाइ बारे से के काकू ओजे ताबे ये जदी खा ले ए तोते पुड़िया खाओ के पुड़िया खाओ के कोइला बोली कोन कोइ बात जेबे तमे नसे के बात पिला माने डोरी को नाती बोली ना हां ते सब करूछु इतना सॉरी के प्रभु बापा आसी प्रभु दया करो प्रभु ठीक दया करो प्रभु दया करबे दया कर हमर प्रभु दयालु प्रभु देखिए हमर प्रभु दया करबे प्रभु नाम धन्यवाद हमर प्रभु के माने